କିଏ କଂଗ୍ରେସ କୋରେଇ ସାରିଲାଣି କେଉଁଦିନ ଦେଖିବ ଭୁଷୁଡ଼ିବ ବିଜେପି ସରକାର କୋରେଇ ସାରିଲାଣି ଭିତରେ ଭିତରେ ଛାତ୍ର କଂଗ୍ରେସ ଷ୍ଟ୍ରଙ୍ଗ ମହିଳା କଂଗ୍ରେସ ଷ୍ଟ୍ରଙ୍ଗ ଆମେ ସବୁ ନାଇଁ ଆମେ ପୁରା 2020-21 ଷ୍ଟେରିଂ କମିଟିରେ ବସିଲୁଣି ସବୁ ଏକାଠି ହେଇଗଲା ପରେ ବିସ୍ଫୋରଣ ହେବ ଏ ବିଜେପି ସରକାର ମୋହନ ସରକାର ସମୟକୁ ଅପେକ୍ଷା କର ସେ ମନକୁ ମୁଁ କିଛି ଦଳ ବିରୋଧରେ କାମ କରିନି ଦଳ ଅଫିସ ଶଙ୍ଖ ଭବନ ଜୀବନରେ ଯାଇନି ନବୀନ ପଟ୍ଟନାୟକ ମିଟିଂ ଆଟେଣ୍ଡ କରିନି ତାଙ୍କ ଦଳ ରାଲିକି ଯାଇନି ମୋ ପୁଅ ଠିଆ ହେଇଥିଲା କିଏ ତମେ ନୁହେଁ ତମ ପୁଅ ପାଇଁ କହିବ ତମ ପୁଅ ତମେ ସାମ୍ବାଦିକ ତମ ପୁଅ ଯଦି ଠିଆ ହେଇଥିବ ତମେ କହିବନି ଓହୋ ଯଦି ପୁଅର ନୁହେଁ ତମେ କାହାର ହଁ ତେଣୁ ପୁଅ ମୋର ଠିଆ ହେଇଥିଲା ବିଜେଡିରୁ ମୁଁ ଅଫିସ ଯାଇନି ମୋତେ ସସ୍ପେଣ୍ଡ କରିଛନ୍ତି କରିବି କଂଗ୍ରେସରେ ଘୋଷଣା କରିଛି ସେମିତି ମୁଁ ସମସ୍ତ ଘରକୁ ଯାଉଛି ମୁଁ ବନବାଜୀ ଘରକୁ ଯାଉଛି ନବୀନ ଘରକୁ ଯାଉଛି ମୁଁ ଲୋକଙ୍କ କାମ ପାଇଁ ଯାଇ ଗଭର୍ଣ୍ଣର ପାଖକୁ ଯାଉଛି ଧର୍ମେନ୍ଦ୍ର ପ୍ରଧାନ ପାଖକୁ ଯାଉଛି ଲୋକଙ୍କ କାମରେ ମୁଁ ଅବହେଳା ନାହିଁ ମୁଁ ଯଦି ଆଜି ଷ୍ଟାର୍ଟ କରିଛି ମାର୍କେଟରେ ଅଛି ଏ ଗରିବ ଲୋକ କାମ କରି ମୁଁ ସମସ୍ତ ଘରକୁ ଯାଏ ସିଏ ଯଦି ଦେବେ ଦେବେ ନହେଲେ ନାହିଁ ମୁଁ ମୋର ଇଣ୍ଡିପେଣ୍ଡେଣ୍ଟ ଅଛି ଲୋକଙ୍କ କାମ ଯେଉଁ ମନ୍ତ୍ରୀ ପାଖକୁ ଯାଉଛି ଏ ମୋହନ ବାବୁକୁ ଯାଉଛି ଧାଡ଼ କାମ କରୁଛି ଏ ଚିଫ୍ ସେକ୍ରେଟାରୀ ଯିଏ ସେକ୍ରେଟାରୀ ମାନେ ଧାଡ଼ ଏଇନା ମୁଁ ଯାଇଥିଲି ଏଜୁକେସନ୍ ସେକ୍ରେଟାରୀ ଧାଡ଼ କାମ କରିକି ଆସିଲି ଇଏ ଶରୀର ଖଣ୍ଡକ ଗଲେ ଏ ଗରିବ ଲୋକଙ୍କର କାମ ହେଇଯାଉଛି ଛାତ୍ରଙ୍କର ହେଇଯାଉଛି ମହିଳାଙ୍କର ହେଉଛି ଦଳ ଅଛି ଆବଶ୍ୟକ ସିଏ ଯଦି ମନକୁ ନେବେ ମନକୁ ସସ୍ପେଣ୍ଡ କରିଛନ୍ତି ତାହେଲେ ମୁଁ ଯିବି ମୁଁ ଲେଖିକି ଦେବିନି ଯେ ମୋ ସସ୍ପେନ୍ସର ଉଲ୍ଲେଖ କର ମୁଁ ଦୋଷ କରିନି କାହିଁକି ଲେଖିକି ଦେବି ନହେଲା ନାଇଁ ଏ ଲୋକଙ୍କ କାମ କରିବା ପାଇଁ ସବୁ ମନ୍ତ୍ରୀ ସବୁ ଅଫିସର ସବୁବେଳେ ମୋର ବିଶ୍ୱନାଥ ଦାସ ସହିତ ଭଲ ପଡ଼ୁଥିଲା ବିନାୟକ ଆଚାର୍ଯ୍ୟ ସହିତ ରଞ୍ଜିତ ଦେବୀଙ୍କ ସହିତ ଜାନକୀ ପଟ୍ଟନାୟକ ସହିତ ନୀଳମଣି ରାଉତରାୟ ସହିତ ବିଜୁ ପଟ୍ଟନାୟକ ସହିତ ମହତାଙ୍କ ସହିତ ନବୀନ ପଟ୍ଟନାୟକ ସହିତ ମୋହନ ବାବୁଙ୍କ ସହିତ ମୋର କିଛି ଦଳ ଫଳ ନାହିଁ ଲୋକଙ୍କ କାମରେ ଆଦିବାସୀ ହରିଜନ ଗରିବ ଲୋକ ଛାତ୍ର ମହିଳା ଏ ଯେଉଁ ଦୁର୍ଦିନରେ ପଡ଼ିଥାନ୍ତି ତାଙ୍କୁ ଠିଆ ହେଇକି ସାହାଯ୍ୟ କରେ ମୋତେ ଶାନ୍ତି ଲାଗେ ଧନ୍ୟବାଦ ଦେବି ମିଡ଼ିଆ ଭାଇମାନଙ୍କୁ ମୁଁ ବାଙ୍ଗଲୋର ଯାଇଥିଲି ପରଦିନ ସେଠି ଗୋଟେ ବିରାଟ ପଟୁଆର କରି ଗେଟ୍ ଫେଟ୍ କରି ନାଇଁ କହୁଛି ତା ବିଷୟରେ ପଟୁଆର କରି ମୋତେ ନେଲେ ସେମାନେ କହିଲେ ଆମେ ମୋବାଇଲ ଜରିଆରେ ପ୍ରତିଦିନ ଆପଣଙ୍କ ଷ୍ଟେଟମେଣ୍ଟ ଶୁଣୁଛୁ ବହୁତ ଖୁସି ଲାଗୁଛି ରାଜ୍ୟର ବିକାଶ ଉପରେ ରାଜ୍ୟର ଦୁର୍ନୀତି ଉପରେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ରାଜ୍ୟର ହେଲ୍ଥ ଚେକ୍ ଉପରେ କୃଷି ଉପରେ ଆଦିବାସୀ ହରିଜନ ଉପରେ ମାନେ ସବୁ ଷ୍ଟୁଡେଣ୍ଟ ସବୁ ଚାକିରିଆ ସଫ୍ଟୱେୟାର ଇଞ୍ଜିନିୟର ବାଙ୍ଗଲୋରର ଯେତେ ଇଞ୍ଜିନିୟର ମାନେ ଚାକିରି କରିଛନ୍ତି ଡେ ଆଣ୍ଡ ନାଇଟ୍ ସେଠି ହେଉଛି ଶୁଣିଥାଉ ଟିକେ 2323ଟା ସଂସ୍ଥା ସଫ୍ଟୱେୟାର ସେଠି ଖୋଲିଛନ୍ତି ଆଇଟି କମ୍ପାନୀ ଇଣ୍ଡିଆର ନୁହଁ ୱାର୍ଲଡର ହେଉଛି 4th ଆଇଟି କମ୍ପାନୀ ବାଙ୍ଗଲୋର ଇଣ୍ଡିଆର ନମ୍ବର 1 ହାରାହାରି ସଫ୍ଟୱେୟାର ଇଞ୍ଜିନିୟର ଯାହା ସେଦିନ ତାଙ୍କ ଚେୟାରମ୍ୟାନ୍ ପଢ଼ୁଥାଏ 3 ଲକ୍ଷ 4 ଲକ୍ଷ ଇଞ୍ଜିନିୟର ସେଠି ଚାକିରି କରି ଡେ ଆଣ୍ଡ ନାଇଟ୍ ପୁଅ ଝିଅ ଦିନ ରାତି ସେଠି ଅଫିସ୍ ଏବଂ ସେଠି ଯେଉଁ ବାଙ୍ଗଲୋର ହେଇଛି ତାକୁ ମହୀଶୂର ରାଜା କରିଥିଲେ 200 ନଦୀରୁ 9ଟା ନଦୀକି ଛାଡ଼ି 191 ନଦୀ ପୋତା ହେଇ ସେ ତିଆରି ହେଇଛି ମହୀଶୂର ରାଜା ଜଙ୍ଗଲ ସଫା କରିଛନ୍ତି ଗହିର ପୋତି କରିଛନ୍ତି ବାଲି ପୋତିକିରି କରିଛନ୍ତି ବିରାଟ ବାଙ୍ଗଲୋର ମୁଁ ଅତ୍ୟନ୍ତ ଖୁସି ହେଲି ଆମ ଓଡ଼ିଶାର ପ୍ରତ୍ୟେକ ଜିନିଷ ତମମାନେ ଯେଉଁ ଆଗରେ ଯେଉଁଟା କହୁଛି ସେମାନେ ସେଇଠି ସବୁ ଶୁଣୁଛନ୍ତି
कहला आम टीवी देखौनी आम मोबाइल देखो ताମାନେ ତମମାନଙ୍କୁ ଧନ୍ୟବାଦ କହିଲେ ଏମିତି କେଉଁ ଦିନ ନାହିଁ ଆମେ ତମର ନ ଶୁଣୁଛି ଆଉ ମୁଁ ମଧ୍ୟ ତମମାନଙ୍କୁ ଧନ୍ୟବାଦ ଦେଉଛି ଏମିତି କେଉଁ ଦିନ ନାହିଁ ତେମେ ଭାଇ ନେଇକି ନ ଦେଉଛ ଲୋକଙ୍କ ପ୍ରୋବ୍ଲେମ୍ ସଲ୍ଭ ହେଉଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା କରୁଛି ଧର୍ମ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ କରୁଛି କମ୍ପାନୀ ମାନେ କରୁଛନ୍ତି ଯେଉଁ ଯେଉଁ ଅସୁବିଧା ମୁଁ ତ ଜରିଆରେ କହୁଛି ଏଇ ଗୋଟେ GST 18% ବଢ଼ିଲା ଏଇନା ସ୍କୁଟର ଗାଡ଼ି ଫାଡ଼ି ହଁ ये लोक कौन करेंगे खाली GST दौतबे अति अन्याय करा जाउछि घोर अन्याय करा जाउछि रोजगार व्यवस्था नहीं किसी सेमिति डेवलपमेंट होगनी योजना मध्य नहीं खाली GST लदी तमे आमर ड्रेस टू मेडिसिन टू खाद्य टू माने सबुतरे GST लोड कल तेल डीजेल पेट्रोल सबुतरे लास्ट को किए गोटे गाड़ी कि गोटे कारटे कर मोटरसाइकिल कर स्कूटर से भी GST दब फिर 18% अति दुखदायक घटना नरेंद्र मोदी खाई जा करें से अमेरिका लोक मत जमी डाकी बेंगलोर लोक से प्रोब्लेम कहले प्रोब्लेम सल्व करने सजेसन देली सेमती डाकी चाइना प्रचार राहुल गांधी कर असंभव एटा फल्स कथा ना नेहरू परिवार से आयरन टाउन स्ट्रंग चाइना